ପୋଟଳରେ ସୁଜି ଆଡ୍ କରିବା ମାତ୍ରେ ପୋଟଳ ଏତେ ଟେଷ୍ଟି ହେଇଯିବ ଯେ ପିଲାମାନେ ସବୁ ଖାଇବେ, ବାକି କାହାକୁ ମିଳିବନି। ନ ଖାଇଲା ଲୋକ ମାଗି ମାଗି ଖାଇବେ। ତ ଆଜିର ଏହି ସୁଜି ଏବଂ ପୋଟଳର ସ୍ୱାଦିଷ୍ଟ ରେସିପି ତିଆରି କରିବା ପାଇଁ ଭିଡ଼ିଓକୁ ଲାଷ୍ଟ ଯାଏଁ ନିଶ୍ଚୟ ଦେଖିବେ। ରେସିପି ଭଲ ଲାଗିଲେ ରେସିପିକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଏଠି ଦେଖନ୍ତୁ ମୁଁ 250 ଗ୍ରାମ ପୋଟଳ ନେଇଛି। ଆପଣମାନେ ଏହାର କ୍ୱାଣ୍ଟିଟି କମ୍ କିମ୍ବା ବେଶୀ ମଧ୍ୟ କରିପାରିବେ। ଚାଲନ୍ତୁ ପୋଟଳକୁ ଭଲ ଭାବରେ ଧୋଇ ନେବା। ତ ଏଠି ମୁଁ ପାଣି ଆଡ୍ କରିଦେଇଛି। ଆଜିର ରେସିପି ଏତେ ସ୍ୱାଦିଷ୍ଟ ଯେ ପୋଟଳ ନ ଖାଉଥିବା ଲୋକ ବାରମ୍ବାର ମାଗିକି ଖାଇବେ। ଦର୍ଶକ ବନ୍ଧୁ, ଆଜିର ରେସିପି ଆପଣମାନେ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟରେ ନିଶ୍ଚୟ ଜଣାଇବେ। ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବି। ଦେଖନ୍ତୁ ଆମର ପୋଟଳ ଧୋଇ ସାରିଛି। ଏବେ ଆମେ ପାଣିରୁ କାଢ଼ି ନେବା। ତ ଚାଲନ୍ତୁ ଏହାର ନେକ୍ସଟ ପ୍ରୋସେସ୍ କରିବା ଆମେ। ତ ଏଠି ଦେଖନ୍ତୁ ମୁଁ ପୋଟଳକୁ ଉପର ତଳ ଦୁଇ ଭାଗ କାଟି ନେଉଛି। ଆଉ ଏହିପରି ଦେଖନ୍ତୁ ଯେଉଁ ସାଇଡ଼ରୁ କାଟିବା ଷ୍ଟାର୍ଟ କରୁଛି ସେଇ ସାଇଡ଼ର ଏମିତି ଟିକେ ଉପର ଚୋପା ଛଡ଼େଇ ନେଇଛି। ତ ଏହିପରି ଆମେ ପୋଟଳକୁ କାଟି ନେବା। ପୋଟଳକୁ ଏହିପରି ଛିଡ଼ା କରିକି ମଧ୍ୟ କାଟିପାରିବେ, ନହେଲେ ଏହିପରି ସାଇଡ଼ରୁ କାଟିପାରିବେ। ତ ଯେତେବେଳେ ଆମେ ପୋଟଳର ପ୍ରଥମ ପିସ୍ଟି କାଟିବା ସେତେବେଳେ ଆମେ ଟିକେ ହାଲୁକା ଚୋପା ଛଡ଼େଇ ଦେଲେ ତାକୁ ଖାଇବା ପାଇଁ ବହୁତ ଭଲ ଲାଗିଥାଏ। ତ ଦେଖନ୍ତୁ ଏଠିରେ ମୁଁ ସବୁ ପୋଟଳ କାଟି ନେଇଛି। ଏଠି ଦେଖନ୍ତୁ ପୋଟଳକୁ ଏତିକି ହିଁ ପତଳା ଆମେ କାଟିବା। ତ ପୋଟଳ କଷି ହେଉ କିମ୍ବା ଟିକେ ପାଚିଲା ହେଲେ ମଧ୍ୟ କୌଣସି, କିନ୍ତୁ ସାଇଜରେ କାଟିବା ବହୁତ ଜରୁରୀ ହେଇଥାଏ। ତ ଏଠି ଦେଖନ୍ତୁ ସବୁତକ ଗୋଟେ ବଡ଼ ଜାଗାରେ ମୁଁ ଆଡ଼୍ କରିଦେଉଛି। ଆଉ ଆପଣମାନଙ୍କୁ ପୋଟଳ କେମିତି ଲାଗେ କମେଣ୍ଟରେ ନିଶ୍ଚୟ ଜଣାଇବେ। ତ ଏଠି ଦେଖନ୍ତୁ ଲୁଣ ଆଡ଼୍ କରିଦେବା ସ୍ୱାଦ ଅନୁସାରେ। ଏଠି ଆଡ଼୍ କରୁଛି ମୁଁ ହଳଦୀ ଗୁଣ୍ଡ 1/2 ଚାମଚ। ଆଉ ସବୁତକକୁ ଭଲ ଭାବରେ ମିକ୍ସ କରି ନେବା। ଆପଣମାନେ ଚାହିଁଲେ ହାତରେ ତ ମିକ୍ସ କରିବାନି, ଆମର ପୋଟଳ କ'ଣ ହୁଏ ତାର ମଝି ଗୁଦା ଗୁଡ଼ିକ ଅଲଗା ହେଇଯାଇଥାଏ। ଏହିପରି କଲେ ତାର ମଝି ଅଂଶଟା ସେମିତି ହିଁ ରହିଥାଏ। ତ ଏଠି ଦେଖନ୍ତୁ ଆମର ଲୁଣ ହଳଦୀ ଭଲ ଭାବରେ ମିକ୍ସ ହେଇଯାଇଛି। ଏଠି ଆମେ ଆଡ଼୍ କରିବା ତରକାରୀ ମସଲା 1 ଚାମଚ। ତ ଏଠି ଦେଖନ୍ତୁ 1 ଚାମଚ ଆମେ କାଶ୍ମୀରୀ ଲଙ୍କାଗୁଣ୍ଡ ଆଡ଼୍ କରିବା। ଯଦି ଆପଣମାନେ ବେଶୀ ରାଗ ଖାଇବା ପାଇଁ ଚାହୁଁଛନ୍ତି ରାଗ ଲଙ୍କାଗୁଣ୍ଡ ମଧ୍ୟ ଆଡ଼୍ କରିପାରିବେ। ତ ଆଉ 1 ଚାମଚ ଆଡ଼୍ କରିଛି ମୁଁ ମିଟ୍ ମସଲା। ଆଉ 1/2 ଚାମଚ ଆଡ଼୍ କରିଛି ମୁଁ ମ୍ୟାଗି ମସଲା। ଏହିସବୁ ମସଲା ଗୁଣ୍ଡକୁ ଆମେ ଭଲ ଭାବରେ ପୋଟଳକୁ ଏହିପରି ମିକ୍ସ କରି ନେବା। ଏଠି ଦେବା ଆମେ 2 ଚାମଚ ପାଣି ଦେବା ଯୋଗୁଁ ଆମର ଯେଉଁ ଆମେ ଗୁଣ୍ଡ ମସଲା ବ୍ୟବହାର କରିଛେ ସବୁତକ ମସଲା ଭଲ ଭାବରେ ପୋଟଳରେ ଲାଗିଯିବ। ତ ଆଜିର ରେସିପି କେମିତି ଲାଗୁଛି ଦର୍ଶକ ବନ୍ଧୁମାନେ କମେଣ୍ଟରେ ନିଶ୍ଚୟ ଜଣାଇବେ। ଟିକେ ବି ଭଲ ଲାଗୁଥିଲେ ଗୋଟେ ଲାଇକ୍ ନିଶ୍ଚୟ କରିଦେବେ। ତ ଏଠି ଦେଖନ୍ତୁ ଆମର ପୋଟଳରେ ସବୁତକ ମସଲା ଭଲ ଭାବରେ ମିକ୍ସ ହେଇଯାଇଛି। ଏହିପରି 1-2 ଚାମଚ ପାଣି ଆଡ଼୍ କରିବା ଯୋଗୁଁ ଆମର ମସଲା ପୁରା ଭଲ ଭାବରେ ମିକ୍ସ ହେଇଥାଏ। ଯଦି ଆପଣମାନେ ଅନ୍ୟ କୌଣସି ରେସିପି ତିଆରି କରୁଛନ୍ତି ଏହିପରି, ତାହେଲେ ଆପଣମାନେ ଏହିପରି 1-2 ଚାମଚ ପାଣି ଆଡ଼୍ କରନ୍ତୁ। ଦେଖିବେ ସବୁତକ ମସଲା ଗୋଟେ ଜାଗାରେ ନ ରହି ଭଲ ଭାବରେ ମିକ୍ସ ହେଇଯିବ। ତ ଏଠି ଦେଖନ୍ତୁ ଆମର ପୋଟଳ ମସଲାରେ ଭଲ ଭାବରେ କୋଟ୍ ହେଇଯାଇଛି। ଏବେ ଆମେ ତିଆରି କରିବା ଆଉ ଗୋଟେ ଜିନିଷ। ଯେଉଁଥିରେ କି ନେଇଛି ମୁଁ ଏଠି ଗୋଟେ ଗିନା। ସେଥିରେ ଦେବା ଆମେ 2 ଚାମଚ ସୁଜି, ଆଉ 1 ଚାମଚ ଦେବା ବେସନ। ତାପରେ ଦେବା ଆମେ 1 ଚାମଚ କର୍ଣ୍ଣଫ୍ଲୋର। ଏହା ଆମେ ପୋଟଳରେ କୋଟିଂ କରିବା। ଯେଉଁଟାକି ଲୁଣ ଦେଇଦେବା ସ୍ୱାଦ ଅନୁସାରେ। ହାଲୁକା ଲୁଣ ତ ଆମେ ପୋଟଳରେ ଦେଇଛେ ସେଥିପାଇଁ ଏଥିରେ କମ୍ ଦେବା, ନହେଲେ ବେଶୀ ଲୁଣିଆ ଲାଗିଥାଏ। କି ହାଲୁକା ଟିକେ ଦେବା ହଳଦୀ ଏବଂ ହାଲୁକା ଟିକେ ଦେବା କାଶ୍ମୀରୀ ଲଙ୍କାଗୁଣ୍ଡ। ଯେମିତିକି ଯେତେବେଳେ ଆମେ ପୋଟଳକୁ ଭାଜିବା ସେତେବେଳେ ଆମର ପୋଟଳର କଲର୍ ଭଲ ଆସିବ। ଦେଖନ୍ତୁ ହାଲୁକା କଲର୍ ଚେଞ୍ଜ ହେଇଯାଇଛି। ଏବେ ଆମେ ଆମର ପୋଟଳକୁ ଏଥିରେ କୋଟ୍ କରି ନେବା। ଦେଖନ୍ତୁ ଏହିପରି ଆପଣମାନେ ମଧ୍ୟ କରିନେବେ। ଏତେ କ୍ରିସ୍ପି ହେଇଥାଏ ଆଉ ଏତେ ସ୍ୱାଦିଷ୍ଟ ହେଇଥାଏ ଯେ ପିଲାମାନେ ମାଗି ମାଗି ଖାଇବେ। ଆଉ ପୋଟଳ ନ ଖାଉଥିଲା ଲୋକ ମଧ୍ୟ ମାଗି ମାଗି ଖାଇବେ। ତ ଏହିପରି ଆମେ ଭଲ ଭାବରେ କୋଟ୍ କରି ନେବା। ତ ଏଠି ଦେଖନ୍ତୁ ଏହିପରି ଆମେ ବାକି ସବୁତକ ପୋଟଳକୁ ଏହିପରି କୋଟିଂ ଚଢ଼େଇ ନେବା, ଯେମିତିକି ଆମର ସବୁତକ ପୋଟଳ କ୍ରିସ୍ପି ହେଇଯିବ। ଯଦି ଏଠିରେ ଯେଉଁ ଜାଗାରେ ଆମର ପାଉଡ଼ର ଲାଗିନଥିବ ସେଥିରେ ଆମେ ଉପରୁ ଛିଞ୍ଚି ମଧ୍ୟ ଦେବା। ତ ଏଠି ଦେଖନ୍ତୁ ଗୋଟେ ପ୍ୟାନ୍ ଗରମ କରି ସେଥିରେ 1 ଚାମଚ ତେଲକୁ ଏହିପରି ସ୍ପ୍ରେଡ୍ କରି ନେଇଛି। ତେଲ ବି ଗରମ ହେଲା ପରେ ଆମେ ଆମର ପୋଟଳ ଗୁଡ଼ିକୁ ଦେବା। ଯେତିକି ଏଥିରେ ହେବ ଆମର ଆଞ୍ଚ ଯେତିକି ପାଉଥିବ ସେତିକି ହିଁ ଆମେ ପୋଟଳ ସେତେ କ୍ୱାଣ୍ଟିଟିରେ ଦେବା। ବେଶୀ ଦେବାନି, ନହେଲେ ସାଇଡ଼୍ କଞ୍ଚା ରହିଯାଇଥାଏ।
ଆଉ ଏଥିରେ ମୁଁ ଏଡ଼୍ କରିଛି 2 ଚାମଚ ତେଲ। ଆପଣ ସୋରିଷ ତେଲ କିମ୍ବା ରିଫାଇଣ୍ଡ ତେଲ ଦୁଇଟା ଯାକ ଏଡ଼୍ କରିପାରିବେ। ମିଡ଼ିୟମ୍ ଫ୍ଲେମ୍ରେ ଏହାକୁ ଆମେ କିଛି ସମୟ ଛାଡ଼ିଦେବା, ସିଝିଯିବ ଏବଂ ତଳପଟ ମଧ୍ୟ କ୍ରିସ୍ପି ଗୋଲ୍ଡେନ୍ ବ୍ରାଉନ୍ ହେଇଯିବ। ତ ଦର୍ଶକ ବନ୍ଧୁମାନେ, ଆଜିର ରେସିପି ଭଲ ଲାଗୁଥିଲେ ଗୋଟେ ଲାଇକ୍ ନିଶ୍ଚୟ କରିଦେବେ। ଚାଲନ୍ତୁ ଦେଖିବା 5 ମିନିଟ୍ ପରେ ଆମର ପୋଟଳ କେମିତି ହେଇଛି। ତ ଏଠି ଦେଖନ୍ତୁ ଉପର ପୁରା ଶୁଖିଯାଇଛି। ଦେଖନ୍ତୁ ଏବେ ଆମେ ଓଲଟାଇ ନେବା। ଦେଖନ୍ତୁ ହାଲକା ଗୋଲ୍ଡେନ୍ ବ୍ରାଉନ୍ ହେଇଯାଇଛି। ତ ଏବେ ଆମେ ସବୁତକ ଓଲଟାଇ ନେବା। ଏହି ପୋଟଳର ରେସିପି ଖୁବ୍ ସ୍ୱାଦିଷ୍ଟ ହେଇଥାଏ। ଆପଣମାନେ ଯଦି ଏହିପରି ତିଆରି କରିନାହାନ୍ତି, ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ। ଦେଖିବେ ପୋଟଳ ନ ଖାଉଥିବା ଲୋକ ମଧ୍ୟ କେତେ ମାଗି ମାଗି ଖାଇବେ। ତ ଦର୍ଶକ ବନ୍ଧୁମାନେ, ଯେତେବେଳେ ଆମେ ପୋଟଳକୁ ଫାର୍ଷ୍ଟ କାଟିଥାଉ, ସେତେବେଳେ ଆମେ ପ୍ରଥମ ଯେଉଁ ପିସ୍ ଥାଏ ଏହାର ଟିକେ ଚୋପା ଛଡ଼େଇ ନେଲେ ଆମର ସେଇ ପିସ୍ଟା ଟାଣ ଲାଗିନଥାଏ। ତ ଏହିପରି ଆପଣମାନେ ଟ୍ରିକ୍ଟା ଫଲୋ କରିବେ। ତ ଏହିପରି ଆମର ସୁଜି ଦିଆ ପୋଟଳ ଭଜା ଏହିପରି ରେଡ଼ି ହେଇଯାଇଥାଏ। ତଳପଟ ମଧ୍ୟ ହାଲକା କ୍ରିସ୍ପି ହେଇଯିବ। ସେଥିପାଇଁ ଏଠି ଆମେ ଏଡ଼୍ କରିବା ହାଲକା ତେଲ। ତଳପଟକୁ କ୍ରିସ୍ପି ହେବା ପାଇଁ ଛାଡ଼ିଦେବା କିଛି ସମୟ। ତ ଏଠି ଦେଖନ୍ତୁ ଆମେ ଚେକ୍ କରି ନେବା ଆମର ପୋଟଳ ତଳପଟୁ କ୍ରିସ୍ପି ହେଇଛି କି ନାହିଁ। ଦେଖନ୍ତୁ ତଳପଟ ମଧ୍ୟ ଭଲ ଭାବରେ କ୍ରିସ୍ପି ହେଇଯାଇଛି। ଏଠି ଆମେ କ୍ରିସ୍ପି ହେଇଗଲା ପରେ ସବୁତକ ପୋଟଳକୁ କାଢ଼ି ନେବା। ଆଉ ଆମେ ନେକ୍ସଟ ବ୍ୟାଚ୍ ଏହିପରି ଭାଜି ନେବା। ଯଦି ଆପଣମାନେ ଏହାକୁ ଛାଣିବା ପାଇଁ ମଧ୍ୟ ଚାହୁଁଛନ୍ତି, ତାହେଲେ ମଧ୍ୟ ଛାଣିପାରିବେ। ଏହା ସେମ୍ ହିଁ ଟେଷ୍ଟ ରହିଥାଏ, ବହୁତ ଭଲ ଲାଗିଥାଏ। ଏଠି ଦେଖନ୍ତୁ ଆଉ ଗୋଟେ ବ୍ୟାଚ୍ ମୁଁ ଏଠି ସ୍ପ୍ରେଡ଼୍ କରି ନେଇଛି। ତା ଉପରେ ଦେଇଦେବା ଆମେ ତେଲ। 1ରୁ 1.5 ଚାମଚ ଏଠି ମୁଁ ତେଲ ଏଡ଼୍ କରିଛି। ଏହାକୁ ଢାଙ୍କୁଣି ଢାଙ୍କି ତଳପଟ କ୍ରିସ୍ପି ଏବଂ ପୁରା ଭଲ ଭାବରେ ସିଝିବା ପାଇଁ ଏହାକୁ 5 ମିନିଟ୍ ପାଇଁ ଛାଡ଼ିଦେବା। ଫ୍ଲେମ୍କୁ ପ୍ରଥମେ ଟିକେ ହାଇ ରଖିବା, ତାପରେ ଟିକେ ଲୋ ଫ୍ଲେମ୍ କରିଦେବା। ତ ଦେଖନ୍ତୁ 5 ମିନିଟ୍ ପରେ ଆମର ପୋଟଳ ତଳପଟ କ୍ରିସ୍ପି ହେଇଯାଇଛି। ସେଥିପାଇଁ ଆମେ ସବୁତକ ପୋଟଳ ଖଣ୍ଡକୁ ଏହିପରି ଓଲଟାଇ ନେବା। ତ ଦର୍ଶକ ବନ୍ଧୁମାନେ, ଆଜିର ରେସିପି ଭଲ ଲାଗୁଥିଲେ ଗୋଟେ ଲାଇକ୍ ନିଶ୍ଚୟ କରିଦେବେ। ତ ଦେଖନ୍ତୁ ତଳପଟ କ୍ରିସ୍ପି ହେଇଯିବ, ସେଥିପାଇଁ ଆମେ ଏଥିରେ ଏଡ଼୍ କରିବା ତେଲ। ଏଠି ମୁଁ ରିଫାଇଣ୍ଡ ତେଲ ବ୍ୟବହାର କରିଛି। ଆପଣମାନେ ଯଦି ଚାହିଁବେ ଏଥିରେ ସୋରିଷ ତେଲ ମଧ୍ୟ ବ୍ୟବହାର କରିବେ, ସେଥିରେ ମଧ୍ୟ ବହୁତ ଭଲ ଟେଷ୍ଟ ଆସିଥାଏ। ତ ଏଠି ଦେଖନ୍ତୁ ତଳପଟ ମଧ୍ୟ କ୍ରିସ୍ପି ହେଇଯାଇଛି। ଏବେ ଆମେ ଏହାକୁ କାଢ଼ି ନେବା। ଏହି ଯେଉଁ ଆମେ ପୋଟଳରେ ସୁଜି ଦେଇ ଯେଉଁ ରେସିପି ତିଆରି କରିଛେ, ପିଲାମାନଙ୍କୁ ଏତେ ପସନ୍ଦ ଆସିବ ଯେ ସେମାନେ ସବୁ ଖାଇଯିବେ। ନ ଖାଇଲା ଲୋକ ମଧ୍ୟ ମାଗି ମାଗି ଖାଇବେ। ତ ଦେଖନ୍ତୁ ଆମର କ୍ରିସ୍ପି ସୁଜି ଦିଆ ପୋଟଳ ଭଜା ଆମର ଏଠି ତିଆରି ହେଇଯାଇଛି। ଗୋଟେ ଥର ନିଶ୍ଚୟ ଟ୍ରାଏ କରିବେ। ଆଜିର ରେସିପି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିଦେବେ। ବେଲ୍ ଆଇକନ୍ ମଧ୍ୟ ପ୍ରେସ୍ କରିଦେଇଥିବେ, ଯେମିତି ନୂଆ ରେସିପି ଅପଲୋଡ଼ ହେବ ସର୍ବପ୍ରଥମେ ଆପଣମାନେ ଦେଖିପାରିବେ। ତ ଦର୍ଶକ ବନ୍ଧୁମାନେ, ଏହିପରି ନୂଆ ନୂଆ ରେସିପି ନିଜ ଫ୍ୟାମିଲି ଏବଂ ଫ୍ରେଣ୍ଡସ୍ ସହିତ ମଧ୍ୟ ସେୟାର କରନ୍ତୁ। ସେମାନେ ଯଦି ପୋଟଳ ଖାଉନଥିବେ, ନିଶ୍ଚୟ ବନେଇ ଗୋଟେ ଥର ଖାଇବେ। ତ ଆଜି ପାଇଁ ଏତିକି। ପୁଣି ଦେଖା ହେବା ଏହିପରି ଏକ ନୂଆ ରେସିପିରେ। ରହୁଛି ନମସ୍କାର। ଜୟ ଜଗନ୍ନାଥ।